ମିଥୁନ ରାଶିର ଗୁଣ, ପ୍ରକୃତି ଏବଂ ବ୍ୟକ୍ତିତ୍ୱ। ମିଥୁନ ରାଶିର ଲୋକଙ୍କ ସ୍ୱଭାବ ଅସ୍ଥିର କିନ୍ତୁ ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ଚରିତ୍ର ଥାଏ। ସେମାନେ ପ୍ରତିଦିନ ନୂଆ ପରିବର୍ତ୍ତନ, ଭ୍ରମଣ ଏବଂ ବିବିଧତାକୁ ଭଲ ପାଆନ୍ତି। ସେମାନେ ବହୁତ ଚତୁର। ଏହି ଲୋକମାନଙ୍କର ଜିଜ୍ଞାସୁ ସ୍ୱଭାବ ଓ ବୁଦ୍ଧିମତ୍ତା ସେମାନଙ୍କୁ ସାମାଜିକ ସମାବେଶ ଏବଂ ଯେକୌଣସି ପାର୍ଟିରେ ଆକର୍ଷଣର କେନ୍ଦ୍ର କରିଥାଏ। ଏହି ଲୋକମାନେ କେବଳ ବକ୍ତା ନୁହନ୍ତି ବରଂ ଭଲ ଶ୍ରୋତା ମଧ୍ୟ। ମିଥୁନ ରାଶିର ଲୋକମାନେ ଭ୍ରମଣ, ଗୀତ ଗାଇବା, ସିଲେଇ କରିବା, ସିନେମା ଦେଖିବା, ପୁସ୍ତକ ପଢ଼ିବା ଇତ୍ୟାଦି କଳାକୃତିରେ ଆଗ୍ରହୀ ହୋଇଥାନ୍ତି। ସେମାନେ ଏକା ସମୟରେ ଅନେକ ଜିନିଷକୁ ଜାଣିବାକୁ ଚାହାନ୍ତି। ଏହି ରାଶିର ଲୋକମାନେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହାନ୍ତି, କିନ୍ତୁ ଏପରି ହେବା ମାତ୍ରେ ସେ ବ୍ୟକ୍ତି କିମ୍ବା ଜିନିଷ ପ୍ରତି ସେମାନଙ୍କର ଆଗ୍ରହ ଶେଷ ହୋଇଯାଏ। ଏମାନେ ଖେଳୁଆ ସ୍ୱଭାବର ଏବଂ ବୁଲୁଥିବା ସ୍ୱଭାବର। ସେମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ସେମାନେ ସାହସ ପ୍ରେମୀ ନୁହନ୍ତି ଏବଂ କପଟତା ଏବଂ ଦେଖାଣିଆ ଜିନିଷଗୁଡ଼ିକରେ ଅଧିକ ଆଗ୍ରହୀ। ମିଥୁନ ରାଶିର ଲୋକମାନେ ରାଜନୀତିରେ ବହୁତ ଚତୁର ହୋଇଥାନ୍ତି। ସେମାନେ ଦୟାଳୁ, ଦୃଢ଼ ପ୍ରତିଜ୍ଞ ଏବଂ ଧାର୍ମିକ। ଏହି ରାଶିର ଲୋକମାନେ ସମସ୍ତଙ୍କ ସହିତ ସମାନ ବ୍ୟବହାର କରନ୍ତି। ସେମାନେ ବହୁତ ସଚ୍ଚୋଟ, ସଭ୍ୟ, ଭଲ ଚରିତ୍ରବାନ ଏବଂ ସହନଶୀଳ ମଧ୍ୟ ହୋଇଥାନ୍ତି। ସେମାନଙ୍କର ପ୍ରତ୍ୟେକ କାମ ସତର୍କତା ସହିତ ଚିନ୍ତା କରିବା ପରେ ହିଁ କରାଯାଏ। ମିଥୁନ ରାଶିର ବ୍ୟକ୍ତି କାହାକୁ ପ୍ରତିଶ୍ରୁତି ଦେବା କିମ୍ବା କୌଣସି କାମ ପାଇଁ ସଂକଳ୍ପ ନେବା ପରେ ସେମାନେ ତାହାକୁ ପାଳନ କରନ୍ତି। ଏହି ଲୋକମାନେ ନିଜର ଦାୟିତ୍ୱକୁ ଭଲ ଭାବରେ ପାଳନ କରିବା ନିଜର କର୍ତ୍ତବ୍ୟ ବୋଲି ଭାବନ୍ତି। ଏହି ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତି ଉଚ୍ଚତା ହାରାହାରିଠାରୁ ଅଧିକ, ଶରୀର ପତଳା ଏବଂ ରଙ୍ଗ ହାଲୁକା କଳା। ଏହି ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତି ଆଖି ତୀକ୍ଷ୍ଣ, କେଶ ହାଲୁକା, ନାକ ପତଳା, ତୀକ୍ଷ୍ଣ, ଚିବୁକ, ହାତ ଲମ୍ବା ହୋଇଥାଏ। ଏ ରାଶିର ଲୋକମାନେ କଥାବାର୍ତ୍ତାରେ ସ୍ପଷ୍ଟ ହୋଇଥାନ୍ତି। ଏହି ରାଶିର ଲୋକମାନଙ୍କର ମାଂସପେଶୀ ନରମ ଏବଂ ପତଳା ଥାଏ। ସେମାନଙ୍କର ହାତ ଗୋଡ଼ ମଡେଲମାନଙ୍କ ପରି ଲମ୍ବା। ଏହି ଲୋକମାନଙ୍କ ଉପସ୍ଥିତି ସୌନ୍ଦର୍ଯ୍ୟ ତୀକ୍ଷ୍ଣତା ଯୋଗ କରେ। ଏହି ଲୋକମାନେ ନିୟନ୍ତ୍ରିତ ଏବଂ ଶାନ୍ତ ଶୈଳୀରେ ବଞ୍ଚିବାକୁ ପସନ୍ଦ କରନ୍ତି।